जय जगन्नाथ पिलाମାନେ ଆଜି ଆମର ଆଉ ଏକ ନୂତନ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ମଧ୍ୟଯୁଗର ଅନ୍ୟତମ ସ୍ରଷ୍ଟା ବଳଦେବ ରଥଙ୍କ ଉପରେ ଆଲୋଚନା କରିବା। ତାଙ୍କର ଜୀବନୀ ତା ସହିତ ତାଙ୍କର ରଚନାଗୁଡ଼ିକ କେବେ ପ୍ରକାଶିତ ହୋଇଥିଲା, ତାର ପୃଷ୍ଠପୋଷକ କିଏ, ତା ସହିତ ତା କାବ୍ୟଗୁଡ଼ିକର ନାୟକ ନାୟିକା ଏସବୁ ବିଷୟରେ ଆମେ ଜାଣିବା ପିଲାମାନେ। ତ ଦେଖିବା। ବ୍ରଜନାଥ ବଳଦେବ ରଥ ଜନ୍ମ ହେଉଛନ୍ତି ଗଞ୍ଜାମର ବଡ଼ଖେମୁଣ୍ଡିଠାରେ 1789 ମସିହାରେ ଜନ୍ମଗ୍ରହଣ କରୁଛନ୍ତି। ତାଙ୍କର ପିତା ଥିଲେ ଉଜ୍ଜ୍ୱଳ ରଥ। ତାଙ୍କ ଅଜା ତ୍ରିପୁରାରୀ ଓତା ବଳଦେବ ରଥଙ୍କ ମାତୃବିୟୋଗ ପରେ ତାଙ୍କୁ ଆଠଗଡ଼ ନେଇ ଆସିଥିଲେ। ତ ସେଇଠାରେ ସେ ବଡ଼ ହୋଇଛନ୍ତି ଆଠଗଡ଼ଠାରେ। ତ ଜଳନ୍ତର ରାଜା ରାମଚନ୍ଦ୍ର ଛୋଟରାୟ ବଳଦେବ ରଥଙ୍କ ପାଣ୍ଡିତ୍ୟରେ ମୁଗ୍ଧ ହୋଇ ତାଙ୍କୁ କବି ସୂର୍ଯ୍ୟ ଉପାଧି ପ୍ରଦାନ କରିଥିଲେ। ତ ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପିଲାମାନେ ଆପଣମାନଙ୍କ ପାଇଁ। ତ କିଏ ବଳଦେବ ରଥଙ୍କୁ କବି ସୂର୍ଯ୍ୟ ଉପାଧି ଦେଇଥିଲେ? ଜଳନ୍ତର ରାଜା ରାମଚନ୍ଦ୍ର ଛୋଟରାୟ। ଇମ୍ପୋର୍ଟାଣ୍ଟ ପ୍ରଶ୍ନ ଆପଣମାନଙ୍କ ପାଇଁ। ପରବର୍ତ୍ତୀ ସମୟରେ ଆମେ ଦେଖିବା ଗଜପତି ମୁକୁନ୍ଦ ଦେବ ତାଙ୍କୁ କବି ସୂର୍ଯ୍ୟ ରାୟଗୁରୁ ମହାପାତ୍ର ଉପାଧି ଦେଇଛନ୍ତି। ତ ଲେଖକଙ୍କୁ ମୁକୁନ୍ଦ ଦେବ ଯିଏକି ଓଡ଼ିଶାର ଶେଷ ସ୍ୱାଧୀନ ରାଜା ଥିଲେ, ସେ ବଳଦେବ ରଥଙ୍କୁ କବି ସୂର୍ଯ୍ୟ ରାୟଗୁରୁ ମହାପାତ୍ର ଉପାଧି ପ୍ରଦାନ କରିଥିଲେ। ତ ଦେଖିବା କବିଙ୍କର ରଚନା ଗୁଡ଼ିକ ମଧ୍ୟରେ କ'ଣ କ'ଣ ରହୁଛି। ତ ତାଙ୍କର ରଚନା ମଧ୍ୟରେ ଆମେ ଦେଖିବା ଚନ୍ଦ୍ରକଳା, ଯାହାକି ଏକ କାଳ୍ପନିକ କାବ୍ୟ, 21 ଛାନ୍ଦ ବିଶିଷ୍ଟ। ଶ୍ରୀଜଗନ୍ନାଥଙ୍କ ବନ୍ଦନାରେ ଏହି କାବ୍ୟଟି ଆରମ୍ଭ ହୋଇଛି। ତ ଚନ୍ଦ୍ରକଳା କାବ୍ୟଟି ଶ୍ରୀଜଗନ୍ନାଥଙ୍କ ବନ୍ଦନାରେ ଆରମ୍ଭ ହୋଇଛି। ପ୍ରଥମ ଛାନ୍ଦ ଜଗନ୍ନାଥ ମନ୍ଦିର ଅନ୍ତର୍ଗତ ଦେବାଦେବୀଙ୍କ ବର୍ଣ୍ଣନା ରହିଛି ପିଲାମାନେ। ତ ଏଇଭଳି ପ୍ରଶ୍ନ ମଧ୍ୟ ବେଳେବେଳେ ଆସିଥାଏ ଯେ ବଳଦେବ ରଥଙ୍କର କେଉଁ ରଚନାରେ ଜଗନ୍ନାଥ ମନ୍ଦିରର ଦେବାଦେବୀଙ୍କ ବର୍ଣ୍ଣନା କରାଯାଇଛି। ଏଭଳି ପ୍ରଶ୍ନ ମଧ୍ୟ ଆସିବାର ସମ୍ଭାବନା ରହିଛି ପିଲାମାନେ। ତ ପରବର୍ତ୍ତୀ ରଚନା ତାଙ୍କର ଯେଉଁଥିପାଇଁ ସେ ଓଡ଼ିଆ ସାହିତ୍ୟରେ ବେଶ୍ ଆଲୋଡ଼ନ ସୃଷ୍ଟି କରିଛନ୍ତି, ଓଡ଼ିଆ ସାହିତ୍ୟରେ ଗୋଟେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି, ସେ ହେଉଛି କିଶୋରଚନ୍ଦ୍ରାନନ୍ଦ ଚମ୍ପୁ। ତ ଏହି କିଶୋରଚନ୍ଦ୍ରାନନ୍ଦ ଚମ୍ପୁ 1830 ମସିହାରେ ଯେଉଁ ଜଗନ୍ନାଥ ବଲ୍ଲଭ ନାଟକ ରଚନା କରାଯାଇଥିଲା ରାୟ ରାମାନନ୍ଦଙ୍କ ଦ୍ୱାରା, ତାର ପ୍ରଭାବ ଏଥିରେ ଦେଖିବାକୁ ମିଳେ। ତ ଆଠଗଡ଼ ଅବସ୍ଥାନ କାଳରେ ସେ ଏହି କିଶୋରଚନ୍ଦ୍ରାନନ୍ଦ ଚମ୍ପୁଟିକୁ ରଚନା କରିଥିଲେ। ଏହାକୁ ଆଠଗଡ଼ ରାଜା ହରିଚନ୍ଦନ ଜଗଦେବଙ୍କ ନାମରେ ସେ ଗଣତି କରିଛନ୍ତି। ତ ଆଠଗଡ଼ର ରାଜା ସେତେବେଳେ ଥିଲେ ହରିଚନ୍ଦନ ଜଗଦେବ। ଯେହେତୁ ତାଙ୍କ ପୃଷ୍ଠପୋଷକତାରେ ସେ କାବ୍ୟ କବିତା ରଚନା କରୁଥିଲେ, ତେଣୁ ତାଙ୍କ ନାମରେ ସେ ଏହି କାବ୍ୟଟିକୁ ବା ଏହି ଚମ୍ପୁଟିକୁ ଗଣତି କରିଛନ୍ତି। ଠିକ୍ ଅଛି। ତ ରାଧାକୃଷ୍ଣ ପ୍ରେମଲୀଳା ସମ୍ବଳିତ କଥାବସ୍ତୁ ଏହି ଚମ୍ପୁଟିରେ ସ୍ଥାନ ପାଇଛି। କ ଠାରୁ କ୍ଷ ପର୍ଯ୍ୟନ୍ତ 34ଟି ଅକ୍ଷର କ୍ରମରେ ସ୍ୱତନ୍ତ୍ର ଗୀତ ଗୁଡ଼ିକ ଏଥିରେ ରଚିତ ହୋଇଛି। ତ 34ଟି ଅଲଗା ଅଲଗା ଗୀତ ଅଲଗା ଅଲଗା ଛାନ୍ଦ ବା ରାଗରେ ରଚିତ ହୋଇଛି। 34ଟି ସଙ୍ଗୀତମୟ କବିତା ଏହି କିଶୋରଚନ୍ଦ୍ରାନନ୍ଦ ଚମ୍ପୁରେ ସ୍ଥାନିତ ହୋଇଛି। ତ ଏଥିରେ ନାୟକ ହେଉଛନ୍ତି ଶ୍ରୀକୃଷ୍ଣ, ଦ୍ୱିତୀ ହେଉଛନ୍ତି ଲଳିତା, ନାୟିକା ରାଧା, ମୁଖ୍ୟ ରସ ଏଥିରେ ଶୃଙ୍ଗାର, ଶ୍ରୀକୃଷ୍ଣଙ୍କର ସଖା ହେଉଛନ୍ତି ମଧୁମଙ୍ଗଳ। ତ ଏଇମାନଙ୍କର କଥୋପକଥନ ଉକ୍ତି ପ୍ରତ୍ୟୁକ୍ତିରେ ଏହି କିଶୋରଚନ୍ଦ୍ରାନନ୍ଦ ଚମ୍ପୁଟି ରଚିତ ହୋଇଛି। ତ ଏଇଥିରେ ଏଇ ଚମ୍ପୁ ଗୁଡ଼ିକ ମଧ୍ୟରେ କେତୋଟି ଶବ୍ଦ ରହିଛି ଯେଉଁଗୁଡ଼ିକ ପରୀକ୍ଷାରେ ବେଳେବେଳେ ଆସିଥାଏ। ଏଇ ଶବ୍ଦର ଅର୍ଥ କ'ଣ ବୋଲି, ଯେମିତି ଘସନାଥ ନନ୍ଦନା କାହାକୁ ବୋଲି କୁହାଯାଇଛି, ଯମୁନା ଯିଏକି ସମନ ସ୍ରୋଷା ମଧ୍ୟ ତାଙ୍କୁ ଏଥିରେ କୁହାଯାଇଛି। ତ ବୈଷ୍ଣବଚରଣ ଦାସ ପ୍ରଥମେ ଏହାକୁ ଗୀତିନାଟ୍ୟର ରୂପ ପ୍ରଦାନ କରିଥିଲେ। ଏହି କିଶୋରଚନ୍ଦ୍ରାନନ୍ଦ ଚମ୍ପୁକୁ ପ୍ରଥମେ ବୈଷ୍ଣବଚରଣ ଦାସ ଗୀତିନାଟ୍ୟର ରୂପ ଦେଇଥିଲେ। ତ ଏଠି ଆଉ ଗୋଟେ କୋଟେସନ୍ ଦେଖିବା ପିଲାମାନେ, ଯେଉଁଟାକି ମୁଖ୍ୟ ଅଂଶ ପରୀକ୍ଷାରେ ଆସିଥାଏ ବେଳେବେଳେ। ଶତପଦ ନୀଳକେଶ ଆଗେ ଚାହ ସର୍ବ ସଂହାରେ ଖେଳୁଛି ନବ ବାରିହା ଦାହ। ଏଠାରେ ଅପଭୃତି ଅଳଙ୍କାର ହୋଇଛି। ତ ଭୂତିଭୂଷ ବିପକ୍ଷ ପ୍ରଫେଡ଼ନର ଅର୍ଥ ହେଉଛି କନ୍ଦର୍ପ ସ୍ୱର। ଗୌରୀକୁମାର ବ୍ରହ୍ମା କିଶୋରଚନ୍ଦ୍ରାନନ୍ଦ ଚମ୍ପୁକୁ ଚମ୍ପୁ ନୁହେଁ ବୋଲି କହିଛନ୍ତି। ଏମିତି ପ୍ରଶ୍ନ ଆସିଥାଏ ଯେ କିଏ କିଶୋରଚନ୍ଦ୍ରାନନ୍ଦ ଚମ୍ପୁକୁ ଚମ୍ପୁ ବୋଲି କହିନାହାନ୍ତି ବା ଚମ୍ପୁ ବୋଲି ତାକୁ ଗ୍ରହଣ କରିନାହାନ୍ତି। ଗୌରୀକୁମାର ବ୍ରହ୍ମା। ମ ଓ ଖ ଚମ୍ପୁରେ ଚରିତ୍ରର ସଂଳାପ ନାହିଁ। କ୍ଷ ଚମ୍ପୁରେ କବିଙ୍କର ପ୍ରାର୍ଥନା ରହିଛି। ଠିକ୍ ଅଛି। ତ ଏଇ ଯେଉଁ କିଶୋରଚନ୍ଦ୍ରାନନ୍ଦ ଚମ୍ପୁରେ କ'ଣ ରହିଛି ନା, ଗୋଟେ ଗୀତରେ ରାଧା କହୁଛନ୍ତି, ରାଧା ଲଳିତାକୁ ପ୍ରଶ୍ନ ପଚାରୁଛନ୍ତି, ରାଧା ସେଇ ପ୍ରଶ୍ନର ଉତ୍ତର ଯେମିତି ଖ ଚମ୍ପୁରେ ଦେଉଛନ୍ତି। ଏଇଭଳି ଭାବରେ ଉକ୍ତି ପ୍ରତ୍ୟୁକ୍ତିରେ ରାଧାଙ୍କ ପ୍ରତି ଲଳିତାଙ୍କ ପ୍ରତି, ରାଧାଙ୍କ ପ୍ରତି ଲଳିତା, ଲଳିତାଙ୍କ ପ୍ରତି ଶ୍ରୀରାଧା, ତାପରେ ଶ୍ରୀକୃଷ୍ଣଙ୍କ ପ୍ରତି ଲଳିତା, ଲଳିତାଙ୍କ ପ୍ରତି ଶ୍ରୀକୃଷ୍ଣ, ଏଇଭଳି ଉକ୍ତି ପ୍ରତ୍ୟୁକ୍ତିରେ ଏହି ଚମ୍ପୁଟି ରଚିତ ହୋଇଛି। ତ କ ଠାରୁ କ୍ଷ ପର୍ଯ୍ୟନ୍ତ ରହିଛି। ମ ଆଉ କ୍ଷ ଚମ୍ପୁରେ ଚରିତ୍ରର ସଂଳାପ ନାହିଁ ବା ଚରିତ୍ରର ଯେଉଁ ଉକ୍ତି ପ୍ରତ୍ୟୁକ୍ତି ଭିତରେ ଯେଉଁ ଚାଲିଛି କଥାବାର୍ତ୍ତା ଯେଉଁ ଚାଲିଛି, ସେଇଟା ମ ଆଉ କ୍ଷ ଚମ୍ପୁରେ ନାହିଁ। ଏଥିରେ କ୍ଷ ଚମ୍ପୁରେ କବିଙ୍କ ପ୍ରାର୍ଥନା ବର୍ଣ୍ଣନା ହୋଇଛି। ତ ଚାମିକର ହେଉଛି ସଂସ୍କୃତ ଶବ୍ଦ। ସ ଚମ୍ପୁଟି ମଧୁମଙ୍ଗଳର ବକ୍ତବ୍ୟ ରହୁଛି। ତ ଶ୍ରୀକୃଷ୍ଣଙ୍କର ସଖା ମଧୁମଙ୍ଗଳ ତାଙ୍କର ବକ୍ତବ୍ୟ ରହୁଛି ସ ଚମ୍ପୁରେ। ଆମେ ଯଦି ଦେଖିବା ତାହେଲେ ଏହି ଚମ୍ପୁର ପ୍ରତ୍ୟେକ ଗୀତର ରାଗ ହେଉଛି ଅଲଗା ଅଲଗା। ତ କ୍ଷ ଚମ୍ପୁର ରାଗ ହେଉଛି କେଦାର। ତାପରେ କବିଙ୍କର ଅନ୍ୟ ଏକ ରଚନା ହେଉଛି ହାସ୍ୟ କଲ୍ଲୋଳ, ଯାହା ହେଉଛି ଗଦ୍ୟ ପଦ୍ୟ ଆକାରରେ ଓଡ଼ିଆ ସଂସ୍କୃତ ମିଶ୍ରିତ ଏକ କାବ୍ୟ, ତାଙ୍କର ଗଦ୍ୟ କାବ୍ୟ ବୋଲି ଜଣାଯାଏ। ତ କବିଙ୍କର ଏହା ହେଉଛି ଏକ ଗଦ୍ୟ କୃତି। ପ୍ରାଚୀନ ଗଦ୍ୟ ସାହିତ୍ୟରେ
जो प्राचीन गद्य साहित्य जो आलोचना करा हुए यही हास्य कल्लोळर स्थान होଉଛି अन्यतम। रहस्य कोश राजांकर एथिरे वर्णना ହେଇଛି। हास्य कल्लोळ विषय पे आलोचना हो सारी तार संक्षिप्त आलोचना तो जो मैंने देखी ना वीडियो प्लेलिस्ट जाए से वीडियो को देखी ने अनेक एक रचना होती जगत केवल कविसूर्य गीतावली चौपती चंद्रोदय ये दुईटी कालीचरण पट्टनायक द्वारा प्रकाशित होती। तो चौपती चंद्रोदय 30 चौपदीर समाहार होती जहाँकि बलदेव रथ रचना कर राधाकृष्ण ललिता उक्ति प्रत्युक्ति ये चौपदी गुड़िक रचना होती। तापर आम देखा ड चंपुर गोटे पद रोचे ये गोटे मुख्य पद डर ना किए पर तरुणी हरणु डोर लगी घोर पड़ा हेबटी चोर पर आचरण यहाँ हूँ। तो कविसूर्य ग्रंथावली संकलक होती कुलमणि दास। कविसूर्य ग्रंथावलीर संकलक होती कुलमणि दास। श्री जगन्नाथ उद्देश्य दुईटी कृति रही जहाँकि बेस जनाशुना जमीक आम देखा सर्पजनन जो से चोखी रागरे ये जनानटी रचना कर श्री जगन्नाथ को कवि काल सर्प सह तुलना कर बाधिला जाणी क्षमा कर नोहिले रमा रमण दंडे दिय टाणी तुम्भ को जगन्नाथ आज मो मनरथ भरती करदेवी गाड़ी ही कृपानिधि करुणा सिंधु बोली करी कहती बुद्धि डरी मरी काल सर्प आपण कबल कर प्राण पवन मानक सबुरी ही कृपानिधि। तो ये बाचस्तुति अलंकार होता कथा जन। तापर आम देखा जगन्नाथ जनाना प्रथमटी हूँ सर्प जनाना द्वितीयटी हूँ जगन्नाथ जनाना। यह अत्यंत लोकप्रिय ये कविता अभियोग हृदय सार्थक बाणी से जगन्नाथ प्रति जगन्नाथ अभिमान कर अभियोग कर जगन्नाथ जमी पूर्व जनानी कहते क्षीरमय सिंधु जेमा जीवबंधु तुम्हें तो जगतपति टेकी समदृष्टि पताका को पुणी एक पक्षपात रीति है महाप्रभु ये भाव में दुईटी जनान रही जहाँ अत्यंत लोकप्रिय। तो पे जेहतु बलदेव रथंकर श्रेष्ठ कृति होगी किशोर चंद्रानंद चंपू ये से ओडिया साहित्य एक स्वतंत्र स्थान लाभ कर तेणु आम ये किशोर चंद्रानंद चंपूर प्रत्येक चंपूर राग गुड़िक ए दि क्या प्रति किए कथा होती कौ चंपूर किए क्या सहित कथा होती कहीदी। तो क चंपूर राग होने मैंने साबेरी ललिता प्रति श्रीराधा। तो श्रीराधा ललिता को कहते मनर कथा कि है कही तो नुह भारत में काली जा दूर देखी कला मो कौन एमती रही तार पदटा मन पड़नी। तो एमती रही ख चंपूर राग हूँ केदार श्रीराधा प्रति ललिता ललिता कहते श्रीराधा। ग चंपूर राग हूँ तोड़ी परज ललिता प्रति श्रीराधा। घ चंपूर राग हूँ कामदी राधा प्रति ललिता। उ न अक्षर जो रचित होती तार राग हूँ कुंभ कामदी श्रीकृष्ण प्रति ललिता ललिता श्रीकृष्ण को कहते। तापर च चंपू हूँ राग हूँ पंचम विराड़ी ललिता प्रति श्रीकृष्ण। छ चंपू राग हूँ मुखावरी ललिता श्रीकृष्ण को कहते। ज चंपूर राग हूँ पूर्णांग कृष्ण ललिता को कहते। झ चंपूर राग हूँ तोड़ी परज ललिता कृष्ण प्रति। निय चंपू हूँ राग हूँ मोहन कृष्ण ललिता प्रति। त चंपूर राग हूँ बसंत ललिता कृष्ण को कहते। ठ चंपूर राग हूँ देशाक्ष कृष्ण ललिता को कहते। ड चंपूर राग हूँ तोड़ी परज ललिता श्रीकृष्ण को कहते। ढ चंपूर राग हूँ देशाक्ष कृष्ण ललिता को कहते। ण चंपूर राग हूँ सोम ललिता श्रीकृष्ण प्रति। ढ चंपू राग हूँ कानड़ गौड़ा ललिता राधा को कहते। थ चंपूर राग हूँ तोड़ी जंगली श्रीराधा ललिता को कहते। द चंपूर राग हूँ भाटियारी ललिता श्रीराधा को कहते। ध चंपूर राग हूँ तोड़ी जंगली श्रीराधा ललिता कहते मनर कथा। न चंपू राग हूँ कामदी ललिता श्रीराधा कहते। प चंपूर राग हूँ भैरव श्रीराधा ललिता को कहते। प चंपूर राग हूँ तोड़ी परज ललिता श्रीराधा। ब चंपूर राग हूँ साबेरी राधा ललिता। भ चंपूर राग हूँ केदार गौड़ा ललिता राधा। म चंपूर राग हूँ कामदी जमी ना आम देखिले। ज चंपूर राग हूँ मुखावरी। र चंपूर राग हूँ केदार ए सखीगण थट्टा प्रयास राधा को सेमान कर र चंपूरे। ल चंपूर राग हूँ खंड कामदी। प चंपूर राग हूँ साबेरी जो सखीगण राधा को थट्टा प्रयास कर। स चंपूर राग हूँ नलिनी गौड़ा मधुमंगल श्रीकृष्ण को कथा कहते। तो जिते श्रीकृष्ण मनर कथा मधुमंगल आगे कहते से मधुमंगल श्रीकृष्ण को उपदेश देकी किसी कथा कहते। तो मधुमंगल सन्दीपन ऋषि पुत्र श्रीकृष्ण प्रिय सखासी ये भी परीक्षा आसबार संभावना रही। तो स मूर्धन्य स चंपूर राग हूँ शंकराभरण सखी मान द्वारा श्रीकृष्ण रूप वर्णना होती। ख चंपूर राग हूँ गौड़ा सखी मैंने कृष्ण प्रीति आग्रही होती। क्ष चंपूर राग हूँ केदार राधा प्रति कविंर भक्तिपूत श्रद्धांजलि रही। यही भाव में किशोर चंद्रानंद चंपूर प्रत्येक चंपूर राग किए क्या सहित वार्तालाप कर बाबद तथ्य थी सब। तो ये भिडटी आशा करी आपंकर परवर्ती परीक्षा गुड़िक निश्चित भाव में उपादेय हम। तो भिडटी को शेष पर्यटन देखि धन्यवाद पे मैंने ये चैनल आम ओडिया जिते सब प्रतियोगितामूलक परीक्षा रोचे से सब विषय जहाँ भी सिलेबस सूचीपत्र जहाँ पाठ रोचे सब गुड़िक आलोचना करने चेष्टा करूँ। तो आपर सपोर्ट ये भाव में रही था।
এইଭଳି ନୂତନ ଭିଡ଼ିଓ ପାଇବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଆମ ସହିତ ଯୋଡ଼ି ହୋଇ ରହିଥାନ୍ତୁ, ସାଙ୍ଗସାଥିମାନଙ୍କ ସହିତ ମଧ୍ୟ ସେୟାର କରିଦିଅନ୍ତୁ ପିଲାମାନେ। ଆପଣମାନଙ୍କର ଫିଡ଼ବ୍ୟାକ୍ ମଧ୍ୟ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାନ୍ତୁ। ଧନ୍ୟବାଦ।